ନମସ୍କାର। ଆଜି ଏହି ଭିଡିଓରେ ଆମେ ଦରଜା ଖୋଲିଦେବା ପାଠର ପ୍ରଶ୍ନୋତ୍ତର ଆଲୋଚନା କରିବୁ। ବୁଲା ଓ ରହିମ କିଏ? ବୁଲା ଓ ରହିମ ଦୁଇ ଜଣ ସାଧାରଣ ଶ୍ରମଜୀବୀ ପିଲା। ସେମାନେ ପାଠ ପଢ଼ନ୍ତି ନାହିଁ, ମୂଲ ଲାଗି ପେଟ ପୋଷନ୍ତି। ସେମାନେ କେଉଁଠି ପ୍ରବେଶ କରିଥିଲେ? ସେମାନେ ଗୋଟିଏ ସ୍କୁଲ ଘର ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କର କାହା ସହିତ ଭେଟ ହେଲା? ସେମାନଙ୍କ ସ୍କୁଲ ଶିକ୍ଷକଙ୍କ ସହିତ ଭେଟ ହେଲା। ସେମାନେ ତାଙ୍କ ସହିତ କ'ଣ କଥାବାର୍ତ୍ତା ହେଲେ? ସେମାନେ ତାଙ୍କ ସହିତ ନିଜର ଦୁଃଖ ଓ ଶ୍ରମ ଓ ଜୀବନ ଧାରଣର ମାର୍ଗ ବିଷୟରେ କଥାବାର୍ତ୍ତା ହେଲେ। ଶିକ୍ଷକଙ୍କ କଥା ଅନୁସାରେ ପାଠ ପଢ଼ିବା ପାଇଁ ସମସ୍ତ ହେଲେ। ପ୍ରଧାନ କିଏ? ସେ କିପରି ଲୋକ ଥିଲେ? ପ୍ରଧାନ ହେଉଛନ୍ତି ସ୍କୁଲର ପ୍ରତିଷ୍ଠାତା, ଗାଁ ଜଣେ ମୁରବୀ ଲୋକ। ସେ ସଂକୀର୍ଣ୍ଣ ମନା ଓ ରକ୍ଷଣଶୀଳ ଲୋକ ଥିଲେ। ଦୁଇ ନମ୍ବର, ପ୍ରାୟ 100ଟି ଶବ୍ଦ ଲେଖିବାର ଅଛି। ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ବୋଲି କିପରି ଜଣାପଡ଼ୁଛି? ଲେଖବା, ବୁଲା ଓ ରହିମ ଦୁଇ ଜଣ ଶ୍ରମଜୀବୀ ପିଲା ହୋଇଥିଲେ ମଧ୍ୟ ଶିକ୍ଷକ ସେମାନଙ୍କ ପ୍ରତି ବିଶେଷ ହୃଦୟବର୍ତ୍ତା ପରିଚୟ ଦେଇଛନ୍ତି। ସ୍କୁଲ ଛୁଟି ଥିବା ସମୟରେ ବୁଲା କଲାପଟାରେ ଶିକ୍ଷକଙ୍କ ଚିତ୍ର ଆଙ୍କୁଥିବା ବେଳେ ଶିକ୍ଷକ ପହଞ୍ଚି ତା ଉପରେ କ୍ରୋଧ ପ୍ରକାଶ କରିବା ପରିବର୍ତ୍ତେ ଚିତ୍ରରେ ଛତାଚିତ୍ର କରିବାକୁ ଭୁଲି ଯାଇଥିବାରୁ ସେ ମନେ ପକାଇ ଦେଇଛନ୍ତି ଏବଂ ଛତାଚିତ୍ର ଆଙ୍କିବାକୁ କହିଛନ୍ତି। ବୁଲା ଓ ରହିମ ମୂଲ ଲାଗୁଥିବାରୁ ଏବଂ ପାଠ ନ ପଢ଼ୁଥିବାରୁ ସେ ଦୁହିଁଙ୍କୁ ପାଠ ପଢ଼ା ପାଇଁ ଉତ୍ସାହିତ କରିଛନ୍ତି। ପାଠ ରୂପକ ଆଲୁଅରେ ସେମାନେ ଦୁନିଆକୁ ଦେଖନ୍ତୁ, ଏହା ହିଁ ଶିକ୍ଷକ ଚାହିଁଛନ୍ତି। ଖ ନମ୍ବର, ସତ୍ୟ ଏବଂ ତା ବାପା ପ୍ରଧାନଙ୍କର ମନୋବୃତ୍ତି ପରସ୍ପର ବିପରୀତ ଥିଲା କିପରି? ସତ୍ୟ ସରଳ, ନିଷ୍କପଟ, ଉଦାର ଏବଂ ସହଜ ପିଲା। ସେ ତାଙ୍କ ବାପାଙ୍କୁ ସମ୍ମାନ ଦିଏ। ସତ କିନ୍ତୁ ପ୍ରକୃତ ସତ୍ୟକୁ ସମର୍ଥନ କରେ, ବାପାଙ୍କୁ ପ୍ରତିବାଦ ଜଣାଏ। ବୁଲା ଓ ରହିମଙ୍କର ସ୍କୁଲରେ ପାଠପଢ଼ାକୁ ପ୍ରଧାନ ବାବୁ ବିରୋଧ କରୁଥିବା ବେଳେ ସତ୍ୟ ସମର୍ଥନ କରେ। ତା ଯୁକ୍ତିରେ ସ୍କୁଲରେ ସମସ୍ତଙ୍କ ସମାନ ଅଧିକାର ରହିଛି। ସତ୍ୟ ଜାତି ଓ ବର୍ଣ୍ଣଭେଦ ସେମାନେ ନାହାନ୍ତି, କିନ୍ତୁ ପ୍ରଧାନ ବାବୁ ତା ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି। ସତ୍ୟ ବୁଲା ଓ ରହିମକୁ ବିଛଣା ଉପରେ ବସିବାକୁ କହିଲା ବେଳେ ପ୍ରଧାନ ବାବୁ ବାରଣ କରନ୍ତି। ରହିମକୁ ପିଟିବାକୁ ପଛାଇ ନାହାନ୍ତି। ଏଥିପାଇଁ ସତ୍ୟ ତା ବାପାଙ୍କର ମନୋବୃତ୍ତି ପ୍ରତିବାଦ କରେ। ଯୁଗ ବଦଳି ଯାଇଥିବାରୁ ବୁଲା ଓ ରହିମର ପାଠପଢ଼ା ଅନ୍ୟାୟ ନୁହେଁ, ସେମାନଙ୍କୁ ଅଧିକ ଖଟାଇବା ଅପରାଧ ବୋଲି ସତ୍ୟ କହେ। କିନ୍ତୁ ପ୍ରଧାନ କହନ୍ତି ସେମାନେ ପଢ଼ିବେ ନାହିଁ, କାମ କରିବେ। ପ୍ରଧାନ ବାବୁ ଯେତେବେଳେ ବୁଲା ଓ ରହିମକୁ ସ୍କୁଲକୁ ଆସିବାକୁ ବାରଣ କରିଛନ୍ତି, ସେତେବେଳେ ସତ୍ୟ କହିଛି ଯେ ସମସ୍ତେ ସମାନ, ସମସ୍ତଙ୍କ ଦେହରେ ସମାନ ରକ୍ତ। ଛୁଆ ଅଛୁଆଁ ଭେଦଭାବ କେବେଠାରୁ ଲୋପ ପାଇଗଲାଣି। ଗ ନମ୍ବର, ସତ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା କାହିଁକି? ସତ୍ୟ ଅନୁଭବ କରୁଥିଲା ଯେ ତାର ଗୁରୁଦେବ ଉଚିତ କଥା କହୁଛନ୍ତି।
ବୁଲା ରହିମ ମଣିଷ ପିଲା। ସରକାରୀ ବିଦ୍ୟାଳୟରେ ସମସ୍ତେ ପଢ଼ିବାର ସମାନ ଅଧିକାର ଅଛି। ବିଦ୍ୟାଳୟ ପାଇଁ ଉଚ୍ଚ ନିଚ, ଧନୀ ଗରିବ, ହିନ୍ଦୁ ମୁସଲମାନ ଇତ୍ୟାଦି ସମସ୍ତେ ସମାନ। ସେଠାରେ ଜାତି ଧର୍ମ ବର୍ଣ୍ଣର ପ୍ରଶ୍ନ ଉଠେ ନା। ତେଣୁ ତା ବାପା ଯେତେବେଳେ ପ୍ରତିବାଦ କରୁଥିଲେ, ତା ସହିତ ବୁଲା ଓ ରହିମ ପଢ଼ିପାରିବେ ନାହିଁ ବୋଲି କହୁଥିଲେ। ଘ ନମ୍ବର, ବୁଲା ଏବଂ ରହିମଙ୍କ ଜୀବନରେ ଶିକ୍ଷକ କିପରି ନୂତନ ଆଶା ସଞ୍ଚାର କରିଥିଲେ? ନାଟ୍ୟକାର ନାରାୟଣ ସାହୁଙ୍କ ରଚିତ ଲେଖବା ଠିକ ଲେଖବା ଏ ଲକ୍ଷଣ ଅଛି। ବୁଲା ଏବଂ ରହିମ ମୂଲ ଲାଗି ପେଟ ପୋଷନ୍ତି। ପାଠ ପଢ଼ିବା ପାଇଁ ସେମାନଙ୍କର ଇଚ୍ଛା ଥିଲେ ମଧ୍ୟ ଖାଇବା ଚିନ୍ତା ଥିବାରୁ ସେମାନଙ୍କ ସେଥିରୁ ମନ ଫେରାଇ ନିଅନ୍ତି। ଦି ପଇସା ରୋଜଗାର ନ କଲେ ଖାଡ଼ା ଖାଡ଼ା ଉପାସ ରହିବାକୁ ପଡ଼ିବ ବୋଲି ସେମାନେ ଜାଣନ୍ତି, କିନ୍ତୁ ସେମାନଙ୍କ ଜୀବନରେ ଶିକ୍ଷା ପ୍ରତି ନୂତନ ଆଶା ସଞ୍ଚାର କରାଇଛନ୍ତି ଶିକ୍ଷକ। ୱାର୍ଡ ନମ୍ବର, ପ୍ରଧାନ ଶେଷରେ କିପରି ନିଜର ଭୁଲ ବୁଝିପାରିଲେ? ପ୍ରଧାନ ସ୍କୁଲର ପ୍ରତିଷ୍ଠାତା ହୋଇଥିବାର ବୁଲା ଓ ରହିମ ସେଠାରେ ପଢ଼ିବାକୁ ପାଳନ କରିଛନ୍ତି। ଶିକ୍ଷକଙ୍କୁ ଗାଲି ଦେଇଛନ୍ତି। ଯୁଗ ଯୁଗର ଅନୁଷ୍ଠାନକୁ ଶିକ୍ଷକ ଅପବିତ୍ର କରିଦେଇଛନ୍ତି ବୋଲି କହି ନିଜର ବଡ଼ପଣ ଦେଖାଇଛନ୍ତି। ଶିକ୍ଷକଙ୍କର କୌଣସି କଥା ନ ଶୁଣି ସେ କହିଛନ୍ତି, ଫାଲତୁ କଥା ଶୁଣିବାକୁ ମୋ ପାଖରେ ବେଳ ନାହିଁ। କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ? ହେଲେ ଏତିକି ନୁହେଁ, ସେ ବୁଲା ଓ ରହିମଙ୍କୁ ସ୍କୁଲକୁ ଯିବାକୁ ବାରଣ କରିଛନ୍ତି। କାମ କରିବାକୁ ଆଦେଶ ଦେଇଛନ୍ତି। ନିଜ ପୁଅ ସତ୍ୟ ଆକ୍ସିଡେଣ୍ଟ ପରେ ତାଙ୍କର ଠାରୁ ରକ୍ତ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଶେଷରେ ବୁଲାର ରକ୍ତଦାନ ଫଳରେ ସତ୍ୟ ସୁସ୍ଥ ହେବା ପରେ ସେ ନିଜର ଭୁଲ ବୁଝିପାରିଛନ୍ତି। ପିଲାମାନଙ୍କ ଗାଧୁଆ ବେଳ ଖାଇବା ଦାୟିତ୍ୱ ନେଇଛନ୍ତି। ସ୍କୁଲ ଦରଜା ସମସ୍ତଙ୍କ ପାଇଁ ଖୋଲା ରହିବ ବୋଲି କହିଛନ୍ତି। 3 ନମ୍ବର, ପ୍ରାୟ 150 ମଧ୍ୟ ଉତ୍ତରେ ଲେଖ। ଏକାଙ୍କିଆଟି ନାମରେ ଦରଜା ଖୋଲିଦେବା କିପରି ଯଥାର୍ଥ ହୋଇଛି? ଶିକ୍ଷା ହେଉଛି ପ୍ରତ୍ୟେକ ପିଲାଙ୍କ ଏକ ଅଧିକାର। ଶିକ୍ଷା ବ୍ୟତୀତ ସେମାନଙ୍କ ଜୀବନର ଅନ୍ଧକାର ହୋଇଥାଏ। ତେଣୁ ନାଟ୍ୟକାର ସାର୍ବଜନିକ ଶିକ୍ଷା ବାସ୍ତବ ଉପଲବ୍ଧି କରିପାରିଛନ୍ତି। ଶିକ୍ଷକ ନାଟ୍ୟକାର ବୁଲା ଓ ରହିମ ଭଳି ଦୁଇଟି ଅବହେଳିତ ଶିଶୁ ଶ୍ରମିକଙ୍କ ଠାରୁ ମହତ୍ଵ ଜଣାଇଛନ୍ତି। ଖ ନମ୍ବର, ଏହି ଏକାଙ୍କିକା ନାଟ୍ୟର ଆମମାନଙ୍କୁ କଣ କହିବାକୁ ଚାହୁଁଛି? ନାଟ୍ୟକାର ନାରାୟଣ ସାହୁ ଜଣେ ସମାଜ ସଚେତନ ସତ୍ତା। ବର୍ତ୍ତମାନ ସମୟରେ ଜାତି ଧର୍ମ ବର୍ଣ୍ଣ ବୟସ ନିର୍ବିଶେଷକୁ ଶିକ୍ଷାକୁ ସାର୍ବଜନୀନ କରିବା ନିମିତ୍ତ କି ଉଦ୍ୟମ କରାଯାଇଛି, ସେ ବିଷୟରେ ଆମକୁ ନାଟ୍ୟକାର ଦରଜା ଖୋଲିଦେବା ଏକାଙ୍କିକାରେ ସଚେତନ କରାଇଛନ୍ତି। ଅର୍ଥାତ୍ ନାଟ୍ୟକାର କହିବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ପିଲାର ଶିକ୍ଷା ପାଇବାର ଅଧିକାର ଅଛି। ସେମାନଙ୍କ ପାଇଁ ବିନା ବାଧାରେ ସ୍କୁଲର ଦରଜା ଖୋଲା ହେବ ଆବଶ୍ୟକ। ସେମାନଙ୍କ ପାଇଁ କୌଣସି ଜାତି ଧର୍ମ ବର୍ଣ୍ଣ ଓ ବୟସକୁ ନେଇ ବାଧା ପହଞ୍ଚାଇବା ଉଚିତ ନୁହେଁ।